ଆଇନଗତ ପ୍ରତ୍ୟାଖ୍ୟାନ କୌଣସି ଜାତି, ଧର୍ମ ଏବଂ ସମୁଦାୟକୁ ଆକ୍ଷେପ କରିବା, କାହାର ଧାର୍ମିକ ଭାବନା ବିଶ୍ୱାସକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମାଜର ଅନ୍ଧବିଶ୍ୱାସ, ଖରାପ ପରମ୍ପରା, କପଟତା, କୁପ୍ରଥା, ଭେଦଭାବ, ଅସମାନତା ବିଷୟରେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ ଲୋକଙ୍କୁ ସଚେତନ କରାଇବା। ଅଜ୍ଞାନତା ହେଉଛି ଅନ୍ଧବିଶ୍ୱାସର ମୂଳ କାରଣ। ତର୍କ ଏବଂ ପ୍ରମାଣ ହେଉଛି ଏମିତି ଏକ ଅସ୍ତ୍ର ଯେଉଁଥିରେ ଅନ୍ଧବିଶ୍ୱାସକୁ ସମୂଳେ ବିନାଶ କରିହେବ। ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲ ଭାରତୀୟ ସମ୍ବିଧାନର ପ୍ରବନ୍ଧ 51A(H) ଅନୁଯାୟୀ ବୈଜ୍ଞାନିକ ଚେତନା ଓ ମାନବବାଦୀ ସ୍ୱଭାବ ଏବଂ ମୌଳିକ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରେ। ଭାରତୀୟ ସମ୍ବିଧାନ ପ୍ରବନ୍ଧ 19(1) କ ଅନୁଯାୟୀ ସମସ୍ତଙ୍କୁ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦିଆଯାଇଛି। ଆର୍.କେ. ବିଶ୍ୱାଳଙ୍କ ଲିଖିତ ପ୍ରସଙ୍ଗ ସାବିତ୍ରୀ ବ୍ରତର ରହସ୍ୟ। ସାବିତ୍ରୀ ବ୍ରତ ଏମିତି ଏକ ରହସ୍ୟ ଯେ ବର୍ଷରେ ଥରେ, ଯାହାକି ସ୍ତ୍ରୀମାନେ ସ୍ୱାମୀମାନଙ୍କ ପାଇଁ ପାଳନ କରିଥାନ୍ତି। ସେଦିନ ଶଙ୍ଖା, ସିନ୍ଦୁର, ଚୁଡ଼ି ଏବଂ ଶାଢ଼ୀ, ଫୁଲ, ଫଳ ଏସବୁକୁ ପୂଜା କରନ୍ତି। କିନ୍ତୁ ଅଧିକାଂଶ ସ୍ତ୍ରୀ ଯାହାକି ବର୍ଷଯାକ ଭିତରେ ସ୍ୱାମୀକି ମାନୁନଥାନ୍ତି, କିନ୍ତୁ ସେହି ଦିନକୁ ତାଙ୍କୁ ସ୍ୱାମୀ ରୂପେ ମାନି ବହୁତ କିଛି କରିଥାନ୍ତି। ଏସବୁର ପ୍ରଶ୍ନର ଉତ୍ତର ଜାଣିବା ଆଜିର ଭିଡ଼ିଓରେ। ଆଜିର ଅଧ୍ୟାୟ ଆପଣଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ, ତେଣୁ ଦର୍ଶକ ନିଜର ସହମତି ବିବେକ ସହ ଭିଡ଼ିଓ ଦେଖିବାକୁ ଅନୁରୋଧ। ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍, କମେଣ୍ଟ, ସେୟାର କରିବେ। ନୂଆ ଭିଡ଼ିଓ ଦେଖିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ବଟନକୁ ଦବାଇ ଦେବେ। ଏଥର ଚାଲନ୍ତୁ ଯିବା ପ୍ରସଙ୍ଗ ଉପରକୁ। ଆମ ଦେଶର ମହାଭାରତ କାବ୍ୟ ଗ୍ରନ୍ଥ ଅନୁସାରେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ସେ ସାବିତ୍ରୀ ଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ। ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍ସିତ ବର ମାଗିବାକୁ କହିଲେ। ରାଜା ନିଃସନ୍ତାନ ଥିବାରୁ ପୁତ୍ର ସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତି କଲେ। ଦେବୀ ରାଜାଙ୍କୁ ପୁତ୍ର ସନ୍ତାନ ଲାଭ କରିବା ଯୋଗ ନଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ। ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କର ପତ୍ନୀର କୋଳରେ କନ୍ୟାଟିଏ ଜାତ ହେଲା। ସାବିତ୍ରୀ ଗାୟତ୍ରୀଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହାର ନାମ ସାବିତ୍ରୀ ରଖିଥିଲେ। ସାବିତ୍ରୀ କ୍ରମେ ଯୌବନରେ ପାଦ ଦେବା ପରେ ପିତା ଅଶ୍ୱପତିଙ୍କ ଆଦେଶ ମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଗଲେ। ସାଲ୍ୱ ଦେଶର ରାଜା ଦିମତସେନଙ୍କ ଔରସରେ ଶୈବାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ। ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କର ଶୈଶବାବସ୍ଥାରେ ଦିମତସେନ ଅନ୍ଧ ଓ ଭ୍ରଷ୍ଟ ରାଜ୍ୟ ହୋଇ ବନବାସୀ ହୋଇଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ। ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କର ଅସୀମ ପିତୃଭକ୍ତି, ଧର୍ମପରାୟଣତା ଓ ରୂପରେ ମୁଗ୍ଧ ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନ ଯାପନ କରିବା ପାଇଁ ସଂକଳ୍ପ କଲେ। ସତ୍ୟବାନଙ୍କୁ ପତି ରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ମଧ୍ୟ ଜଣାଇଲେ। ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କର ପରମାୟୁ ଆୟୁ ମାତ୍ର 1 ବର୍ଷ ଥିବା ଜଣାଇ ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କର ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥା ରୀତି ବିବାହ ସମ୍ପନ୍ନ ମଧ୍ୟ ହେଲା। ବିବାହ ପରେ
ସାବିତ୍ରୀ ପିତୃଗୃହର ରାଜସମ୍ପଦ, ବିଳାସ ଓ ଦାସ ଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କୁ ସେବାରେ ଲାଗିଲେ। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସଧବା ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରନ୍ତି। ବିବାହର 1 ବର୍ଷ ପୂରିବାକୁ 3 ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର ବ୍ରତ ଅବଲମ୍ବନ କଲେ ଅନନ୍ତର ଯେଉଁଦିନ 1 ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେଦିନ ସତ୍ୟବାନ ଫଳମୂଳ ଓ ସମୃଦ୍ଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସାଙ୍ଗରେ ମଧ୍ୟ ଗଲେ। ବଣରେ ସତ୍ୟବାନ ଅସ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହା ହିଁ ତାଙ୍କର ମହାନିଦ୍ରା ମୃତ୍ୟୁ ମଧ୍ୟ ହେଲା। କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହିଠାରେ ହିଁ ବସି ରହିଲେ। ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରି ଚାଲିଗଲେ। ବିଫଳ ଯମଦୂତଙ୍କ ଠାରୁ ଖବର ପାଇ ନିଜେ ଯମରାଜ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କର ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କ ଅନୁଗମନ କଲେ। ଯମରାଜା ଏହାଙ୍କ ପ୍ରତିଭକ୍ତି ଓ ସ୍ତୁତି ପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ 3ଟି ବର ଦେବାକୁ ସତ୍ୟ କଲେ। ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କର ଜୀବନ ବଦଳରେ ଆଉ ଯାହା କିଛି ମାଗିପାରନ୍ତି। ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କର ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ 1 ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ। ଯମ ତଥାସ୍ତୁ କହି ଫେରି ଯିବାକୁ କହିବାରୁ ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ। ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ। ସାବିତ୍ରୀ ବ୍ରତର କାହାଣୀରେ ଥିବା ବିରୋଧାଭାସ ଏବଂ ଅବୈଜ୍ଞାନିକ ତଥ୍ୟ। ଅଶ୍ୟପତି ଜଣେ ଦୟାଳୁ, ପରୋପକାରୀ ଏବଂ ପ୍ରଜାବତ୍ସଳ ରାଜା ଥିଲେ। କିନ୍ତୁ ସେ ପୂର୍ବଜନ୍ମରେ ଜଣେ ବ୍ୟାଧ ବା ଶିକାରୀ ରାଜା ଥିଲେ। ତେଣୁ ସେ ଅନେକ ବ୍ୟାଘ୍ର, ମୃଗ ଆଦି ପଶୁଙ୍କୁ ହତ୍ୟା କରିଥିଲେ। ପଶୁଙ୍କ ପିତା ମାତା ରାଜାଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ 7 ଜନ୍ମ ଯାଏଁ ପୁତ୍ର ସନ୍ତାନ ପ୍ରାପ୍ତ କରିପାରିବ ନାହିଁ। ସେ ଏହି ଜନ୍ମରେ ଗାୟତ୍ରୀ ଦେବୀଙ୍କୁ ପୂଜା କରି ଗୋଟିଏ କନ୍ୟା ସନ୍ତାନ ପ୍ରାପ୍ତ କରିଥିଲେ। ସତୀ ସାବିତ୍ରୀ ମହାପୁରାଣରେ ବର୍ଣ୍ଣିତ ଏହି କାହାଣୀ ପୁନର୍ଜନ୍ମବାଦ ଓ ପଶୁମାନଙ୍କର ଅଭିଶାପକୁ ସତ ପ୍ରମାଣିତ କରୁଛି। ଏହା ସମ୍ପୂର୍ଣ୍ଣ ଗାଲୁଗପ। ମୃତ ସ୍ୱାମୀ ସତ୍ୟବାନଙ୍କୁ ଯମଦେବତାକୁ ଭ୍ରମିତ କରି ସତୀ ସାବିତ୍ରୀ ଜୀବିତ କରିଥିବା କାହାଣୀ ମଧ୍ୟ ସମ୍ପୂର୍ଣ୍ଣ ଅବିଶ୍ୱସନୀୟ ଓ ହାସ୍ୟାସ୍ପଦ। ସାବିତ୍ରୀ ଯେଉଁ ତର୍କରେ ଯମକୁ ବୋକା ବନେଇଥିଲେ, ସେଇଟା ହିଁ ଅବୈଜ୍ଞାନିକ ତଥ୍ୟ। ଜଣେ ସ୍ତ୍ରୀ ତାଙ୍କର ଜୀବନ କାଳ ମଧ୍ୟରେ 10 ନୁହେଁ କି 15ଟି ନୁହେଁ, 100 ପୁତ୍ର ଜନ୍ମ କରିବା ପାଇଁ ବର ପ୍ରାପ୍ତ କରିବା କ'ଣ ସମ୍ଭବ କି? ଯଦି ସେ ବର ପ୍ରାପ୍ତି ପରେ 100 ପୁତ୍ର ଜନ୍ମ କରିଥିଲେ, ପୁରାଣରେ ତାର ଉଲ୍ଲେଖ ନାହିଁ କାହିଁକି? ଏଇଠି ବିଚାରଣୀୟ କଥା ହେଉଛି ଯେ ଓଡ଼ିଶା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ହିନ୍ଦୁ ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରୁନାହାନ୍ତି କାହିଁକି? ରାଜା ଅଶ୍ୱପତି ଓ ରାଜା ଦିମସେନ, ସତ୍ୟବାନ ଓ ସାବିତ୍ରୀ କ'ଣ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ କି? ମଦ୍ର ଓ ଶାଲ୍ୱ ଦେଶ ଦୁଇଟି ଓଡ଼ିଶାର କେଉଁ ଅଞ୍ଚଳରେ ଥିଲା? ଐତିହାସିକଙ୍କ ମତରେ ମହାଭାରତ କାଳର ମଦ୍ର ରାଜା ଥିଲା ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ। ଆଜି ମଦ୍ର ନାମକ ସହର ଅଛି ପାକିସ୍ତାନର ପଞ୍ଜାବ ଅଞ୍ଚଳରେ। ଅସଲ କଥା ହେଉଛି ଯେ କୌଣସି ପଣ୍ଡିତ ଓଡ଼ିଶାର ଧର୍ମାନ୍ଧ ସ୍ତ୍ରୀମାନଙ୍କୁ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତର ସୃଷ୍ଟି କରିଛନ୍ତି। ମହାଭାରତ ଯୁଗରେ ସତ୍ୟବାନ ଓ ସାବିତ୍ରୀଙ୍କ ବିଷୟରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିରଙ୍କର କଥୋପକଥନକୁ ଏହି ମହାପୁରାଣରେ ଉଲ୍ଲେଖ କରାଯାଇଛି। ସ୍ୱାମୀଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସ୍ତ୍ରୀମାନେ ଏହି ବ୍ରତ ପାଳନ କରୁଛନ୍ତି। ପ୍ରଶ୍ନ ଉଠୁଛି ଯେ ନିଷ୍ଠା ସହକାରେ ସାବିତ୍ରୀ ବ୍ରତ ପାଳନ କରୁଥିବା ହିନ୍ଦୁ ସ୍ତ୍ରୀମାନେ କ'ଣ ଅକାଳ ବୈଧବ୍ୟ ଭୋଗ କରୁନାହାନ୍ତି? ଯେଉଁ ହିନ୍ଦୁ ବା ଅନ୍ୟ ଧର୍ମର ସ୍ତ୍ରୀମାନେ ଏହି ବ୍ରତ କରୁନାହାନ୍ତି, ତାଙ୍କ ସ୍ୱାମୀମାନେ କ'ଣ ଦୀର୍ଘାୟୁ ହେଉନାହାନ୍ତି କି? ଆଜିର ଦିନରେ
ଏହି ବ୍ରତ ଗୋଟିଏ ପ୍ରହସନ ପାଲଟି ଗଲାଣି। ଏହି ବ୍ରତ ପାଇଁ ବାପାଙ୍କ ଘରୁ ଭାର ଆସେ। ଯାହାର ଯେତେ ଗୋଟି ଝିଅ ତାଙ୍କୁ ସେତେ ଗୋଟି ଭାର ପଠାଇବାକୁ ପଡ଼େ। ତା ସହିତ ସ୍ୱାମୀଙ୍କ ଠାରୁ ବି ନୂଆ ଶାଢ଼ୀ, ଗହଣା ଆଦି ମଧ୍ୟ ସ୍ତ୍ରୀମାନଙ୍କୁ ଉପହାର ମିଳିଥାଏ। ଓଡ଼ିଶାର ଅନ୍ୟାନ୍ୟ ଗଣପର୍ବ ଭଳି ଏହାର ମହତ୍ତ୍ୱ ବି ବଢ଼ିଯାଇଛି।